ନମସ୍କାର ଆଜ୍ଞା। ଗାଁ ଅଭିଯାନ ଅଶ୍ରୁମୋଚନ କାର୍ଯ୍ୟକ୍ରମ ଭିତରେ ପଦିଏ କଥାଟା ଜୀବନରେ ଅନେକ ସମସ୍ୟା ଆସିବ, ଅନେକ ଦୁଃଖ କଷ୍ଟ ଆସିବ। ଆମେ ତାକୁ ସମ୍ଭାଳିକି ଚାଲିବାକୁ ପଡ଼ିବ। ଦେଖନ୍ତୁ, ଯଦି ଏଇ ସମସ୍ୟାଟାକୁ ଆମେ ଭାବିଦେବା, ଯେତେ ବି ସମସ୍ୟା ଥାଉ, ଚିନ୍ତା ଯଦି ଆମେ କଲେ ତାହେଲେ ସିଏ ଦ୍ୱିଗୁଣ ହେଇଯିବ। ଯେଉଁ ସମସ୍ୟାଟା ଅଛି ଆମ ପାଖରେ, ଆମେ ଯଦି ତା କଥା ଟିକେ ଭାବିଦେବା, ବାରବାର ଚିନ୍ତା କଲେ ତାକୁ, ତାହେଲେ ସେ ଦ୍ୱିଗୁଣ ହେଇଯିବ ଆମ ପାଖରେ। ଯଦି ନୀରବ ରହିଯିବା ତାହେଲେ ସେ ଅଧା ହେଇଯିବ। ଯଦି ସେ କଥା ନ ଭାବିକି ନୀରବ ରହିବା ତାହେଲେ ସେ ଅଧା ହେଇଯିବ। ଆଉ ଧୈର୍ଯ୍ୟରେ ରହିଲେ ଏଇଟା ସମ୍ପୂର୍ଣ୍ଣ ସମାପ୍ତ ହେଇଯିବ। ଧୈର୍ଯ୍ୟ ରଖିବା ଯେ ହଁ ସମସ୍ୟାଟା ଆସିଛି, ଦେଖିବା, ଏ ଧୈର୍ଯ୍ୟ ଯଦି ରଖିଲେ ତାହେଲେ ସେଇଟା ସମ୍ପୂର୍ଣ୍ଣ ସମାପ୍ତ ହେଇଯିବ। ଆଉ ଭଗବାନ ପାଖରେ ପ୍ରାର୍ଥନା କଲେ ବାସ୍, ତାପରେ ସୁଖ ଶାନ୍ତି ନିଶ୍ଚିତ ଭାବରେ ଫେରିଆସିବ। ତେଣୁ ଟିକେ ଧୈର୍ଯ୍ୟ ରଖିବା, ଜମା ଅଧୈର୍ଯ୍ୟ ହେବାନି। ବର୍ତ୍ତମାନ ସମୟଟା କିନ୍ତୁ ସବୁବେଳେ ଆମକୁ ଅଧୈର୍ଯ୍ୟ କରିଦେବ। ଆମେ କିନ୍ତୁ ଅଧୈର୍ଯ୍ୟ ହେବାନି, ତା ପ୍ରତି ଟିକେ ଧ୍ୟାନ ଦେବା, ଲକ୍ଷ୍ୟ କରିବା। ରହୁଛି ଆଜ୍ଞା, ନମସ୍କାର।